ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ଆମେ ଆଜି କଟଅଫ୍ ଡାଟା ଦେଖିବା। ଗୋଟେ ଏସ୍ଏଚ୍ଜିରେ କେମିତି କଟଅଫ୍ କରୁଛନ୍ତି। ପ୍ରଥମେ ଦେଖନ୍ତୁ ତଳେ ମିଟିଂ ଯେଉଁ ଲେଖା ହେଇଛି ତା ଉପରେ କ୍ଲିକ୍ କରିବେ। ମିଟିଂ କ୍ଲିକ୍ କଲା ପରେ ଆପଣଙ୍କୁ ସିକ୍ରୋନାଇଜ୍ ଡାଟା ଉପରେ କ୍ଲିକ୍ କରତେ ପଡ଼ିବ। ଯେଉଁ ସିକ୍ରୋନାଇଜ୍ ଡାଟା କଲା ମାନେ ଦୁଇଟା ଅପସନ୍ ଦେଖେଇବ, ଗୋଟେ ରେଗୁଲାର ମିଟିଂ, ଗୋଟେ ହେଲା କଟଅଫ୍ ମିଟିଂ। ଆମେ କ'ଣ କରିବା ନା, ଯଦି ଆମର 12ଟା ମିଟିଂ ଯଦି ଆମର ତାଠାରୁ କମ୍ ହେଇଥାଏ ତାହେଲେ ଆମେ ରେଗୁଲାର ମିଟିଂ ଉପରେ କ୍ଲିକ୍ କରିକି ଡାଟା ଏଣ୍ଟ୍ରି କରିକି ଆମେ କରିପାରିବା। କିନ୍ତୁ ଯଦି ଆମର ଏସ୍ଏଚ୍ଜିଟାର କଟଅଫ୍ କେତେବେଳେ କରିବା ନା, ଯେତେବେଳେ ଏସ୍ଏଚ୍ଜିଟାର ଅଧିକା 12ଟାରୁ ଅଧିକା ମିଟିଂ ହେଇସାରିଥିବ ତାକୁ ଆମେ କଟଅଫ୍ କରିବା। ବେସିକାଲି ଓଲ୍ଡ ଯେଉଁଟା ପୁରୁଣା ହେଇଥିବ ସେଇଟାକୁ ଆମେ କଟଅଫ୍ରେ ଏଣ୍ଟ୍ରି କରିବା। ତ ଆମେ ବର୍ତ୍ତମାନ କଟଅଫ୍ ଉପରେ କ୍ଲିକ୍ କଲି। ଯେହେତୁ ପୁରୁଣା ହେଇଛି, କଟଅଫ୍ ମିଟିଂ ଉପରେ ମାଇଲି, କଟଅଫ୍ର ଡେଟ୍ ପକାଇବି। ଆପଣଙ୍କର ଯେକୌଣସି ଡେଟ୍ ନେଇଯିବେ। ଧର ଏପ୍ରିଲର ମୁଁ କରିବି, ଏପ୍ରିଲ 1 ତାରିଖ ମୁଁ ନେଇଯାଉଛି। ଆପଣଙ୍କର ଯାହା ଏପ୍ରିଲ ମାସ ଥରେ ନେଇଥିବେ, ଯେଉଁ ମାସରେ ଆପଣଙ୍କର ରିଜଲ୍ୟୁସନ୍ ହେଇଥିବ ଏପ୍ରିଲରେ, ସେ ଡେଟ୍ରେ ପକାଇବେ। ମିଟିଂ ଡେଟ୍ ପକାଇଦେଲି। ଦେଖନ୍ତୁ ଏବେ ଆପଣଙ୍କର କଟଅଫ୍ ପାଇଁ ଡାଟା ଖୋଲିଗଲା। ମୁଖ୍ୟତଃ 3ଟା ଡାଟା ଆମକୁ ଦେଇତେ ପଡ଼ିବ: ଆଟେଣ୍ଡାନ୍ସ, ମେମ୍ବର ଟ୍ରାଞ୍ଜାକ୍ସନ୍, ଗ୍ରୁପ୍ ଟ୍ରାଞ୍ଜାକ୍ସନ୍। ଏଇ 3ଟା ଡାଟା ଦେଇଦେଲା ପରେ ଆପଣଙ୍କର ଅଟୋମେଟିକ୍ କଟଅଫ୍ କ୍ଲୋଜ୍ ହେଇଯିବ। ଆପଣ ଗୋଟେ କଟଅଫ୍ କରିବା ପାଇଁ ହେଲେ ମୁଖ୍ୟତଃ କ'ଣ କରିବାକୁ ପଡ଼ିବ ନା, CCL ଆକାଉଣ୍ଟ, ଏଇଟା ମୁଖ୍ୟ ଜିନିଷ। CCL ଆକାଉଣ୍ଟଟାକୁ ଆପଣଙ୍କର ଲୋକସ୍ରେ ଯାଇକି ଆଡ଼୍ କରତେ ପଡ଼ିବ। ଆଉ BPM ଦ୍ୱାରା ତାକୁ ଅପଲୋଡ଼ କରତେ ପଡ଼ିବ। BPM ଦ୍ୱାରା ତାକୁ ଭେରିଫାଇ କରତେ ପଡ଼ିବ। ଯେମିତିକି ଆପଣଙ୍କର ଆକାଉଣ୍ଟ, ସେଭିଂ ଆକାଉଣ୍ଟକୁ ଯେଉଁଠି ଏଣ୍ଟ୍ରି କରୁଛନ୍ତି ସେଠି ଆପଣଙ୍କର CCL ଆକାଉଣ୍ଟକୁ ଆଡ଼୍ କରତେ ପଡ଼ିବ, CC ଆକାଉଣ୍ଟକୁ ଆଡ଼୍ କରତେ ପଡ଼ିବ। ତାପରେ ଆପଣଙ୍କର ବଡ଼ କଥା ହେଲା, ସବୁ ଏସ୍ଏଚ୍ଜିରେ ରିସିଭ୍ ପେମେଣ୍ଟ ଟିଲ୍ ଦ ଆମର ଯେଉଁ ମିଟିଂ ଆପଣ ଯେଉଁ ଡେଟ୍ରେ କରୁଛନ୍ତି, ଏଇ ରିସିଭ୍ ପେମେଣ୍ଟଟାକୁ ଆପଣଙ୍କୁ କାଢ଼ିବା ପାଇଁ ପଡ଼ିବ। ରିସିଭ୍ ପେମେଣ୍ଟଟା ଆପଣଙ୍କର ମ୍ୟାଚ୍ କରୁଥିବା ଦରକାର, ସମାନ ଥିବା ଦରକାର। ନେକ୍ସଟଟା ଆପଣଙ୍କର ବହୁତ ଗୁଡ଼ା ଜିନିଷ ଅଛି, ଆମେ ଆସ୍ତେ ଆସ୍ତେ ଦେଖିବା, ଟାଇମ୍ ଟିକେ ଲମ୍ବା ଲାଗିବ। ଏବେ ଦେଖନ୍ତୁ ଲେଖା ହେଇଛି 15,000 ଲେଖା ହେଇଛି। 15,000 ମାନେ କ'ଣ ନା FDM ବୋଲି ଆପଣ ଧରନ୍ତୁ। ଆପଣଙ୍କର ଫଣ୍ଡ ମଡ୍ୟୁଲ୍, ଏଟା ଆପଣଙ୍କର RFର ଆସିଛି ଆପଣଙ୍କୁ। ଫଣ୍ଡ ଡିଷ୍ଟ୍ରିବ୍ୟୁସନ୍ ମଡ୍ୟୁଲ୍ରେ ଆପଣଙ୍କର RF ଆସିଛି। ସେ ଏସ୍ଏଚ୍ଜିକୁ ସେ ଅଟୋମେଟିକ୍ ପକେଇକି ଦେଇଦେଇଛି ଏନ୍ଆର୍ଏଲ୍ଏମ୍। ତାକୁ ଆମେ ଦେଖିଲେ ଆମେ ଦେଖିପାରିବା ଆଗକୁ ଗଲେ, ତା ମାନେ କ'ଣ ଆପଣ ଆଗକୁ ଗଲେ ଦେଖିପାରିବେ। ତ ନେକ୍ସଟ ଯିବା, ପ୍ରଥମେ ଆଟେଣ୍ଡାନ୍ସ ଉପରେ କ୍ଲିକ୍ କରିବା। ଏଇଠି ଆଟେଣ୍ଡାନ୍ସ ଦେଖନ୍ତୁ, ମାରନ୍ତୁ। ମାରିଲା ପରେ ଏସ୍ଏଚ୍ଜି ମେମ୍ବର ସମସ୍ତଙ୍କର ଶୋ କରିବ। ମାନେ ଧର ଆମେ ବର୍ତ୍ତମାନ 120 ନମ୍ବର ଏସ୍ଏଚ୍ଜି କରୁଛନ୍ତି, ସେ ଅନ୍ନପୂର୍ଣ୍ଣା ଟୋଟାଲ୍ ଆଜି ପର୍ଯ୍ୟନ୍ତ କେତେ ଥର ଆସିଛନ୍ତି। ଧର 52 ଥର ଆସିଛନ୍ତି ବର୍ତ୍ତମାନ ସୁଦ୍ଧା। ଆପଣଙ୍କର 99ରୁ ଅଧିକା ନେବ ନାହିଁ। ମୁଁ ଦେଖାଉଛି, ଦେଖନ୍ତୁ 99ରୁ ଅଧିକା ନେଉ ନାହିଁ। ତ ଆପଣ ସେଇ ଅନୁସାରେ ପକାଇବାକୁ ପଡ଼ିବ। ଧର ଇଏ ଆସିଛନ୍ତି ଆମର ଯେକୌଣସି ସଂଖ୍ୟା ନେଇଯାଆନ୍ତୁ ଗୋଟେ, 80 ଥର ଆସିଛନ୍ତି ସପୋଜ୍ ଅନ୍ନପୂର୍ଣ୍ଣା ପଣ୍ଡା। ଭାରତୀ ସାହୁ 50 ଥର। ଟୋଟାଲ୍ ମାନେ କଟଅଫ୍ ମିନ୍ସ ଯେବେଠାରୁ ଷ୍ଟାର୍ଟ ହେଲାଣି ବର୍ତ୍ତମାନ ଆପଣ ଯେବେଠାରୁ କରୁଛନ୍ତି, ଦେଇକି ସେଭ୍ ମାରିବେ। ଏମିତି ସମସ୍ତଙ୍କୁ ମାରିଲା ପରେ ଆଟେଣ୍ଡାନ୍ସ ଆପଣଙ୍କ ଦେଖନ୍ତୁ ଟିକ୍ ହେଇଗଲା। ତ ଆଟେଣ୍ଡାନ୍ସ ଆପଣଙ୍କର